ଭାଇନା ଗାଈ ଚରିବାକୁ ବାହାରିଲ କି? ହଉ ହଉ। ଯେଉଁ ଗାଁକୁ ଗଲେ ସିଏ ଗାଁରେ ବିଭିନ୍ନ ପ୍ରକାର ପରିବେଶ ଦେଖିବାକୁ ମିଳିବ। ସିଏ ଗାଁର ଚାରିପଟରେ ଥିବା ବିଲ ବାଡ଼ି ଚାଷବାସ ଜମି ସବୁ ଅଲଗା ଅଲଗା ଦେଖିବାକୁ ମିଳିବ। ଆଉ ଇଏ ଗାଁ ବି ମଧ୍ୟ ଗୋଟିଏ ଅଲଗା ପ୍ରକାର ଇଏ ଅଛି, ପରିବେଶ ଅଛି। ଏଇଠି ଦେଖନ୍ତୁ, ଏଇଟା ତାଙ୍କର ଚାଷ ଜମି ସବୁ ଧାନ ସବୁ କାଟି ନେଇଗଲେଣି। ଏଠି ପାଖରେ ଗୋଟେ ସୁନ୍ଦର ଜଙ୍ଗଲ ଅଛି। ନମସ୍କାର ଦର୍ଶକ ବନ୍ଧୁ, ଆଜି ମୁଁ ଗୋଟେ ନୂଆ ଆଉ ଗୋଟେ ଗାଁକୁ ଆସିଛି। ଏଟା ଗାଁର ନାଁ ହେଉଛି କନ୍ଧଗୁଡ଼ା, ଛୋଟ ଆଦିବାସୀ ଗାଁଟିଏ। ସେ ଗାଁର ପରିବେଶ ସେ ଲୋକମାନଙ୍କର ମାନେ ଚାଲିଚଳଣି, ତାଙ୍କର କ'ଣ କେମିତି ରହୁଛନ୍ତି, ତାଙ୍କର ଘର, ଏଗୁଡ଼ା ସବୁ ମୁଁ ମଧ୍ୟ ଆପଣଙ୍କୁ ମୋ ଭିଡ଼ିଓ ମାଧ୍ୟମରେ ଦେଖିବାକୁ ଚେଷ୍ଟା କରିବି। ତେଣୁ ଭିଡ଼ିଓ ଦେଖିବା ସହିତ ଆପଣମାନଙ୍କୁ ଏତିକି ଅନୁରୋଧ, ଆପଣମାନେ ଲାଇକ୍ କରିବେ, ସବସ୍କ୍ରାଇବ୍ କରିବେ। ଏଠି ପାଖରେ ଗୋଟେ ଅଛି, ଏଠି ଝରଣା ନାଳ ଅଛି, ଏଠି ପାଣି ଜମିକି ରହିଛି। ଏଠି ତାଙ୍କର ସବୁ ଇଏ ରହିଛି ସବୁ। ଏ ପାଖରେ ଗୋଟେ ନାଳ ଭଳିଆ ରହିଛି। ଏଠି ଚାଷ ଜମି ସବୁ, ତାଙ୍କର ଜମି ସବୁ କାଦୁଅ କରିସାରିଲେଣି। ଏଇଟା ପୁରା ନଦୀ ଝରଣା ଭଳିଆ ରହିଛି। ଦର୍ଶକ ବନ୍ଧୁ ଦେଖନ୍ତୁ, ଏଇ ଗାଁ ପାଖରେ ରହିଛି କେତେ ସୁନ୍ଦର ପରିବେଶଟି। ପାଖରେ ଚାଷ ଜମି, ଆଉ ସେ ଗାଁକୁ ଲାଗିକି ରହିଛି ଗୋଟେ ପାହାଡ଼। ଏ ଗଛଟା ପୁରା ଉଢାଳ କରିଛି ଲାଗି ପାହାଡ଼। ପାଖରେ ଗୋଟେ ପଣସ ଗଛ ଅଛି। ସେ ପଣସ ଗଛରେ ପଣସ ବି ଫଳିଛି। ଆଉ ତା ସେପଟକୁ ଚାଷ ଜମି, ଲୋକମାନେ ସବୁ ଚାଷ କରିବା ପାଇଁ ବିଲ ସବୁ ଚାଷ କରି ରେଡ଼ି କରିସାରିଲେଣି। ଦୂରରେ ପାହାଡ଼ ଯେଉଁଟା ଅଛି, ଦୂରରେ ଦେଖାଯାଉଛି ପାହାଡ଼। ସେଠି ଗୋଟେ ଛୋଟ ମାନେ ମାର୍କେଟ, ଯାହାକୁ ନନ୍ଦପୁର ବ୍ଲକ କହନ୍ତି। ଆଉ ସେଠି ସବୁ ଟିକେ ବଜାର ଘାଟ ସବୁ ଅଛି। ଏ ଲୋକମାନେ ସେଇ ବଜାର ଉପରେ ସବୁବେଳେ ନିର୍ଭରଶୀଳ। ଯାହା ବି ହଉ, ଛୋଟ ଗାଁଟି, 15 ଘରର ଲୋକ। ଗାଁର ନାଁ ହେଲା କନ୍ଧଗୁଡ଼ା। ଲୋକମାନେ ସମସ୍ତେ ଆଦିବାସୀ। ଆଉ ସେମାନଙ୍କର ଜୀବନ ଜୀବିକା ହେଉଛି ଚାଷବାସ କରିବେ। ଅଳ୍ପ ଜମି ଅଛି, ଆଉ ଅନ୍ୟାନ୍ୟ ବାହାର କାର୍ଯ୍ୟ ସବୁ କରିକି ଜୀବନ ଜୀବିକା ନିର୍ବାହ କରୁଛନ୍ତି। ଆଉ ସେମାନଙ୍କର ପାଖରେ ଆପଣମାନେ ତ ସମସ୍ତେ ଜାଣିଥିବେ, ଆପଣ ସବୁ ଜାଣିଥିବେ, ଏଇ କନ୍ଧଗୁଡ଼ା ପାଖାପାଖି ଏଇଟା ତ ସବୁ ନନ୍ଦପୁର ଏରିଆ ଦେଖାହେଉଛି। ଏଗୁଡ଼ା ସବୁ ନନ୍ଦପୁର ଏରିଆ ଗୁଡ଼ା ଦେଖାଯାଉଛି। ଏଇଟା ନନ୍ଦପୁର ବ୍ଲକ। ତାର ସେ ଏ ଗଛ ଫଛ ଯେଉଁ ଦେଖାହେଉଛି, ତା ଭିତରକୁ ଦେଖାହେଉନି ତ। ଏଠି ଏ ଯେଉଁ ବ୍ରିଜଟା ଦେଖାହେଉଛି ଆଗରେ, ଦେଖାହେଉଛି ଏ ବ୍ରିଜଟା ହେଉଛି ରାଣୀ ଡୁଡୁମାକୁ। ଏ ରାସ୍ତାଟା ଏମିତି ଯେଉଁ ଯାଇଛି, ଏ ଯେଉଁ ରାସ୍ତାଟା ଏମିତି ଅଛି ରାଣୀ ଡୁଡୁମା, ଏ ରାସ୍ତାଟା ଏମିତି ରାଣୀ ଡୁଡୁମାକୁ ଯାଇଛି। ତାପରେ ରାସ୍ତାଟା ରାଣୀ ଡୁଡୁମାକୁ ଯାଇଛି, ତାପରେ ସେ ରାସ୍ତାଟା ଏମିତି ଅନ୍ୟ ଗାଁକୁ ସବୁ ଯାଇଛି। କିନ୍ତୁ ରାଣୀ ଡୁଡୁମା ହେଉଛି ଏଇ କନ୍ଧଗୁଡ଼ା ଗାଁ ପାଖରେ ରାଣୀ ଡୁଡୁମା। ମୁଁ ତ ଆଗରୁ ରାଣୀ ଡୁଡୁମାର ଭିଡ଼ିଓଟା ଛାଡ଼ିଥିଲି, ଆପଣମାନେ ନିଶ୍ଚୟ ଦେଖିଥିବେ। ତେଣୁ ଇଏ ହେଉଛି ଗୋଟେ ଛୋଟ ଗାଁଟି। ମୁଁ ଗାଁ ଭିତରକୁ, ଏବେ ଗାଁର ବାହାରେ କ'ଣ ଅଛି ସେଇଟା ଆପଣମାନଙ୍କୁ ଦେଖାଉଛି। ମୁଁ ଗାଁ ଭିତରକୁ ଯାଇନି। ଗାଁ ଭିତରକୁ ଗଲେ ଆପଣମାନଙ୍କୁ ମୁଁ ଦେଖେଇବି ଗାଁର ପରିବେଶଟା କ'ଣ ଅଛି। ଏ ଗାଁ ପାଖକୁ ଲାଗିକି ରହିଛି ପାହାଡ଼ଟା, କନ୍ଧଗୁଡ଼ା ଗାଁ ପାଖକୁ। ତା ପାଖକୁ ଦୂରରେ ଅଛି ଗାଁ ପାଖକୁ ଗୋଟେ ଆମ୍ବ ତୋଟା ଭଳିଆ ରହିଛି। ସେ ଗାଁର ଦୂରରୁ
केते सुंदर परिवेश एते बढ़िया सुंदर पहाड़टा अच्छी पाखे लगिक रही पूरा घंच जंगल परिपूर्ण होती पहाड़टा पूरा कि देखा जाए सब गछ पूरा भर्ती होती पाखे गोटे नाल भाया बही जाए यही पानीटा राणी डुडुमार वाटरफॉल आसिक एमती तलू को जा धान जगिया धान चाष जमी धान छोट मंचाटी कर पाखे केते सुंदर गोटे जंगल पूरा भरपूर गछ अच्छी बहुत प्रकार गछ या भीतर भर्ती होती आंब गछ केते प्रकार गछ या भीतर अच्छे लोक मैंने गाँव लोक मैंने धान काटुं सब वर्षा आसूची तरबर ही धान काटी दौरान दर्शक बंधु ये देखु गोटे पाखे गोटे छोट नाल हो झरणार पानी ये पानीटा आसूची कौटू पानी आसूची एटा एमती आसूची कोटू ये पानीटा एमती राणी डुडुमर आसूची राणी डुडुमटा इड रहा इड रहीगला ये पानीटा ये एमती बुली 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 आसूची ये मोर सांग ये देखु देखु दर्शक बंधु ये देखु जंगल आंब ये जंगल आंब आ मो सांग ये आसला मो सांगे एत बढ़िया माने टेस्ट से धूली लगी जाता तो सी धोईकी सफा करदेला आ बर्तमान खाइब एटा जंगल आंब जंगल परिवेश भीतर बहुत सुंदर सुंदर माने एते आंब अच्छी या भीतर बहुत आंब पड़ी किंतु आम खोजिक गोटे पड़ो
पाखे पत्थर सब गदा है पानी झरी 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 जाइए पिला सब सान सान पिला सब ये खेलुं धान कटा चलती सेपटे पानी चलुची तलू पड़ेगा ए पिला ने कौन कर बढ़िया काम कर पिला सब जा बढ़िया बढ़िया दर्शक बंधु यहाँ हूँ से गाँ कंधगुड़ा परिशेष तार चारिपटे बुलाबुली करके जहाँ सब देखार अच्छी से परिवेश गुड़ाक सब वीडियो माध्यम देखा चेष्टा करछि ये हूँ से गाँ ए गाँव ना हूँ कंधगुड़ा ना कि हाँ गाँव ना हूँ भितरगढ़ तार साई गोटा हूँ कंधगुड़ा यहाँ हूँ ओडिशार कोरापुट जिलार गोटे गाँ आर से नानी आमर ये कौन करुच्ची कौन कर चुईकी ओहो यहाँ आमर रोषे कर ना ओहो यहाँ हूँ आमर ओलड़ी कौच ओहो ओलड़ी ओलड़ी से नानी आमर ओलड़ी मंजी छड़ी रोषे कर मंडप यहाँ गुहाल घर सब खाइलु कि नहीं खाइलु दर्शक बंधु ये भिडियोटी छोट आदिवासी गाँव जदि भिडियोटी भल लगे निश्चय लाइक करें सब्सक्राइब करें परवर्ती आ गोटे नुआ भिडियो मुझे भिडियो आ गोटे गाँव दृश्य देखा चेष्टा करी से पर्यंत आप विदाय नमस्कार जय जगन्नाथ।